नमस्कार दर्शक बंधु आज समीक्षा न्यूज लाइव एक्सक्लूसिव इंटरव्यू और आज स्वतंत्र साक्षात्कार कार्यक्रम रे आपन को स्वागत करुच्ची मु दुर्गेश। आज आम सहित अच्छा जड़े विशेष अतिथि जी कि एकाधार रे जड़े चिकित्सक एवं साहित्यिक ओडिशा सरकार अधीन से स्वास्थ्य निर्देशक भाव कार्यरत थे। 2011 मसीह अवसर से साहित्य जगत में पाद थापिले एवं अनेक बही बा पुस्तक रचना करते। आज आम सहित स्टूडियो रे उपस्थित अच्छा डॉक्टर काशीनाथ नायक जी कि जड़े औषध विशेषज्ञ बा एमडी एवं जड़े लेखक मध्य। चलतु आज आम यात्रा विषय पचारि बुझा जड़े चिकित्सक जड़े लेखक पर्यंत यात्रा किपरि थिला। सर आपन को स्वागत करुच्चे कार्यक्रम अनेक अनेक स्वागत। सर कौन कहे आम दर्शक बंधु मानू जे आप एकाधारे जन चिकित्सक जड़े लेखक तो आप चिकित्सा जगतर जो यात्रा वर्णना कर। ମୁଁ ଉଁ, ଆମର ପାଠ ପଢିଲି, ଅ, ଡାକ୍ତରୀ ପାଠ ପଢିଲି କଟକ ମେଡିକାଲ କଲେଜରେ ପଢିଲି। ତାପରେ 1977 ମସିହାରେ ମୁଁ ଆମର ପେରିଫେରାଲ କ୍ୟାଡର ଚାକିରି ଓଡିଶା ସରକାରଙ୍କ ଅଧୀନରେ ଜଏନ କଲି। ସେଠି ଆମର କୋରାପୁଟରେ ପ୍ରାୟ ଚାକିରିର ଅଧା ଜୀବନ କୋରାପୁଟ ଚାକିରି କରିଛି। 34 ବର୍ଷ ଚାକିରି ଜୀବନରେ 17 ବର୍ଷ କୋରାପୁଟରେ କଟିଛି। ପ୍ରଥମେ ଯିବାକୁ ମତେ ଟିକେ ମାନେ ଡର ଲାଗୁଥିଲା, କଷ୍ଟ ଲାଗୁଥିଲା, କିନ୍ତୁ ପରେ ଆମେ ଗଲା ପରେ ଦେଖିଲି କୋରାପୁଟର ଶାନ୍ତି ଆଉ ଓଡିଶାରେ ଅନ୍ୟ ଜାଗାରେ ଚାକିରି କଲେ ବି ମୁଁ ଆଉ ସେଠି କୋଉଠି ପାଇଲି। ଆଉ ସେଠୁ ଚାକିରି କଲା ପରେ ମୁଁ ଆସି ବାକିରେ ବି ଚାକିରି କଲି ମେଡିସିନ ସ୍ପେଶାଲିଷ୍ଟ। ବାରିପଦାରେ ବି ମେଡିସିନ ସ୍ପେଶାଲିଷ୍ଟ ହିସାବରେ ଚାକିରି କଲି। ତାପରେ କେନ୍ଦ୍ରାପଡାରେ ଆସିକି ସିଡିଏମ ହେଲି, କୋରାପୁଟ ପୁଣି ଥରେ ସିଡିଏମ ହେଲି। ତାପରେ ଆମର ଭୁବନେଶ୍ୱରରେ ମୁଁ ଏସଡିଏମ ଯୋଉ ଔଷଧ କିଣା ହୁଏ ସେଥିରେ ଜଏଣ୍ଟ ଡାକ୍ତର ଥିଲି। ତାପରେ 9 ମହଲା ସେକ୍ରେଟାରିଏଟ ପଛରେ ମାନେ ପବ୍ଲିକ ହେଲ୍ଥରେ ଆଡିସନାଲ ଡାଇରେକ୍ଟର ହେଲି। ତାପରେ ଡାଇରେକ୍ଟର ହେଇକି ମୁଁ ରିଟାୟାର କଲି 2011 ମସିହାରେ। 34 ବର୍ଷ ଚାକିରି ଜୀବନରେ ବଡ ସୁଖ ଆନନ୍ଦ ଭଲରେ ଜୀବନ କଟିଛି। ହଁ, ଆଉ ତାପରେ ମୁଁ ସେ ଯୋଉ ଚାକିରି ଜୀବନ ପରେ ଆଉ ମୁଁ ଲେଖା ଆରମ୍ଭ କଲି। ତ ଚାକିରି ଜୀବନ 2011ରୁ ଆସିକି 2024 13 ବର୍ଷ ଗଲାଣି। ଆଉ ଯୋଉ ଲେଖା ଲେଖି କରିବା କଣ, ଦିନେ ମୋର ଅତୀତର ବିଷୟ ସବୁ ଜୀବନ ମନେ ପକେଇଲା ବେଳେ ମତେ ଆନନ୍ଦ ଲାଗିଥିଲା। ମୁଁ ଭାବିଲି ମୁଁ ଟିକେ ଯଦି ସେଇ ବିଷୟରେ ମାନେ ଲେଖିବି, ଆମର ପାଠକ ମାନେ ବି ଆନନ୍ଦ ପାଇବେ। କାହିଁ ସବୁ ଆମେ ସବୁ ପୁରୁଣା ଲୋକ, ଆମ ଜୀବନ ସବୁ ବଡ ସୁଖ ଶାନ୍ତିରେ କଟିଛି। ଗାଁରେ ସବୁ ଆମେ ବଢିଛୁ। ସେ ଗାଁରେ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ, ସରଳତା, ଲୋକମାନଙ୍କ ସରଳତା, ଆଉ ଆମେ ଯୋଉ ସବୁ ଭଲରେ ସବୁ सर ये गोटे कथा पचार चाहिए जे आप निज डाक्तरी चाकरी जो जीवन में आप अनेक जगह पोस्टिंग होते सहरांचल और ग्रामांचल ଆଜ୍ଞା। चाकरी करेंगे। दुईटा जीवन भितर पार्थक्य कौन देखते? ଦୁଇଟା ଜୀବନ ଭିତରେ ଆମେ ଗାଁରେ ଯୋଉ ଚାକିରି କରିଥିଲୁ, ମାନେ ତାର ଯୋଉ ସୌନ୍ଦର୍ଯ୍ୟ, ଗଛ ଲତା ସବୁ, ମାନେ ଯୋଉ ସୂର୍ଯ୍ୟ ଦେଖୁଥିଲୁ, ଚନ୍ଦ୍ର ସବୁବେଳେ ଦେଖୁଥିଲୁ, ତାର ଯୋଉ କ୍ଷୟ ବୃଦ୍ଧି, ମାନେ ସ୍ପେଶାଲି ମାନେ ଷ୍ଟାର ଯୋଉ ତାରକା ପୁଞ୍ଜ ଦେଖୁଥିଲୁ। ମୁଁ ତ କେତେ ତାରକା ପୁଞ୍ଜ ସବୁ ଦେଖିଛି, ଆମ ଗାଁରେ ସବୁ ସୁନ୍ଦର ଦେଖାଯାଏ। କି ସେ ସବୁ ଏବେ ସବୁ ସହରରେ ଏବେ ଭୁବନେଶ୍ୱରରେ ଦେଖାଯାଉନି। ସବୁ ଆକାଶରେ ଯୋଉ ଧୂଳି ଧୁଆ ଯୋଉ ଏ ସବୁ तो मोटामोटी ମାନେ भाव कहते गले ग्राम्य जीवन को शांति जीवन ବଡ माने ଶାନ୍ତି प्रकृति ଜୀବନ। भितर ଲୋକମାନଙ୍କର ଲକ୍ଷ୍ୟ ଥିଲା ମାନେ ସୁଖ, ଲୋକମାନଙ୍କର ଲକ୍ଷ୍ୟ ଟଙ୍କା ନଥିଲା। आज्ञा ଲୋକମାନଙ୍କ ଲକ୍ଷ୍ୟ ଥିଲା ସୁଖ, ଆଉ ଐଶ୍ୱରିକ ଜୀବନ। ଠାକୁର ଆମର ପ୍ରତ୍ୟେକ ଗାଁରେ ସବୁ ଅଛନ୍ତି, ଠାକୁରାଣୀ ମନ୍ଦିର। ଆଉ ତାପରେ ଗାଁରେ ସବୁ, ମୁଁ ତ ଗାଁରେ ମାନେ ଆମ ସମସ୍ତଙ୍କ ଘରେ ଦିନରେ ସନ୍ଧ୍ୟାବେଳେ ସବୁ ଖୋଲା ଥିବ, ଆମେ ଦାଣ୍ଡ ବାଟେ ବୁଲିକି ପଶିକି ବାଡି ବାଟେ ବାହାରିଯିବୁ। ସବୁ ଖେଳ ବୁଲ ସେମାନେ ଆମର ଯତ୍ନ କରିବେ ନିଜର ପରି। ଗୋଟେ ୱାନ୍ ୟୁନିଟ୍ ଗାଁରେ ଯୋଉ ଏକତା, ଯୋଉ ସୌନ୍ଦର୍ଯ୍ୟ, ସମସ୍ତେ ସମସ୍ତଙ୍କୁ ଜାଣୁଥିଲେ, ଚିହ୍ନୁଥିଲେ, ଯତ୍ନ ନଉଥିଲେ। ସବୁ ଦବା ନବା ସବୁ ଯୋଉ ଇଏ ବଡ ମାନେ ଆନନ୍ଦମୟ ଜୀବନ ଥିଲା। ସେଇଗୁଡାକ ଲେଖିବାକୁ ମୁଁ ଚାହିଁଲି। माने ग्राम्य जीवन में जो आत्मीयता थिला माने आपण देखिथिले आपण जीवन रे सहर जीवन रे आपण आत्मीयता एते नाही बोली आपण ସହର ଜୀବନରେ ଟିକେ ବହୁତ ମାନେ କାର୍ଯ୍ୟବହୁଳ। ଆମର ଲକ୍ଷ୍ୟ ବର୍ତ୍ତମାନ ଟଙ୍କା ହେଇଗଲାଣି, ଯୋଉଟା କି ମାନେ ବେଶୀ ଟଙ୍କା ହେଲେ ଅଶାନ୍ତି।
ଆଜ୍ଞା ଆବଶ୍ୟକତା ପୂରଣ ପାଇଁ ଟଙ୍କା ଦରକାର। ଆଜ୍ଞା ଅଧିକ ଟଙ୍କା ହେଲେ ତ ମୁଁ ଦେଖୁଛି କୋଟିପତି ମାନେ ବି ଷ୍ଟ୍ରେସ୍ ରହୁଛନ୍ତି, ଦୁଃଖିତ ରହୁଛନ୍ତି। ବର୍ତ୍ତମାନ ତ କର୍ପୋରେଟ ସେକ୍ଟରରେ କେତେ 45% ଷ୍ଟ୍ରେସ୍, ଆଉ ଡିପ୍ରେସନ ସବୁ ହେଲାଣି। ହଁ, ଆଉ କଣ ହେଲା, ଆମର ପ୍ରକୃତରେ ଲକ୍ଷ୍ୟଟା ହଉଛି ଆନନ୍ଦ, ଶାନ୍ତି, କେମିତି ରହିବା, ସୁଖ ରହିବା। ଜୀବନଟା ତ ଦିନେ ଚାଲିଯିବ, ତେଣୁ ସେଇ ଜୀବନଟା ଆନନ୍ଦରେ କଟେଇବା। ଆଉ ବର୍ତ୍ତମାନ ତେଣୁ ମୁଁ ଯୋଉ ସେଇ ଜୀବନଟାକୁ ସବୁ ଲେଖିଛି, ସବୁ ବହିରେ ସବୁ ଆଜ୍ଞା ଲେଖିଛି। ସାର୍, ଏବେ ଆପଣ ଆପଣଙ୍କ ଯାତ୍ରା ବିଷୟରେ କହିଲେ, ଯାହା ଆପଣ ଡାକ୍ତରୀ ଜୀବନରେ ନିଜ ଅନୁଭୂତି ସେ ବିଷୟରେ ଆପଣ ବଖାଣିଲେ। ତେବେ ଆପଣ ଆପଣଙ୍କ ଯୋଉ ଡାକ୍ତରୀ ଜୀବନ, ତା ଡାକ୍ତରୀ ଚାକିରି କ୍ଷେତ୍ରରୁ ଆପଣ ଲେଖାଲେଖି କ୍ଷେତ୍ରକୁ ଆସିଥିଲେ। ଆପଣ ସାହିତ୍ୟ କ୍ଷେତ୍ରରେ ଆପଣଙ୍କ ରୁଚି କେମିତି ହେଲା? କାରଣ ଏମିତି ଆମେ ଶୁଣିଛୁ ଯେ ବିଜ୍ଞାନ କ୍ଷେତ୍ରରେ ଯୋଉମାନେ ରହନ୍ତି, ସାହିତ୍ୟ କ୍ଷେତ୍ରରେ ତାଙ୍କ ରୁଚି ଏତେ ନଥାଏ, କିନ୍ତୁ ତା ଭିତରେ ବି ଆପଣ ମାଇସେଲ୍ଫ ଆଣ୍ଡ ଦ ୱାର୍ଲଡ ବୋଲି ଆପଣ ଦୁଇଟି ବହି ମଧ୍ୟ ରଚନା କରିଛନ୍ତି। ଆପଣ ଦର୍ଶକ ବନ୍ଧୁ ମାନେ ଦେଖିପାରିବେ, ସାର୍ ଏଇ ବହି ଦୁଇଟି ରଚନା କରିଛନ୍ତି। ଆଉ ଅ, ଆପଣ ଡାକ୍ତରୀ ଜୀବନରେ ରହିକି ମଧ୍ୟ ଏଇ ଦୁଇଟି ବହି ସାର୍ ଯୋଉ ରଚନା କରିଛନ୍ତି, ସାର୍ ଆପଣ ସେଇ ଅନୁଭୂତି ବିଷୟରେ ନିଶ୍ଚିତ ଆମ ଦର୍ଶକ ବନ୍ଧୁ କୁହନ୍ତୁ। ଏଇ ଯୋଉ ଯୋଉ ଅତୀତର ଯୋଉ ସ୍ମୃତି, ଯୋଉ ଆନନ୍ଦ, ହଁ, ସେଇଟା ପାଠକ ମାନଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ମୁଁ ସେ ବହି ଲେଖା ଆରମ୍ଭ କଲି। ଗାଁରେ ତ ବହୁତ, ମାନେ ଆମ ଗାଁ ମାନେ ସେ ଡାହାଣ ହତା ଯାଜପୁର ଜିଲ୍ଲାର 15 କିଲୋମିଟର ପୂର୍ବ ଯାଜପୁର ଦୂରରେ ଅବସ୍ଥିତ। ଆଉ ସେଠି ଆମର ସବୁ ଗଛ ପତ୍ର, ସବୁ ବରଗଛ, ଅନ୍ୟାନ୍ୟ ଗଛ, ରାତିରେ ଯୋଉ ଅନ୍ଧାର, ହଁ, ଆଉ ସବୁ ମାନେ ପ୍ରାକୃତିକ ଜୀବନର ଯୋଉ ମାନେ ସୌନ୍ଦର୍ଯ୍ୟତା, ସବୁ ଆମେ ପିଲାଦିନେ ସବୁ ଅନୁଭବ କରିଥିଲୁ। ଆଉ ଲୋକ ସମ୍ପର୍କ କେତେ ଆନନ୍ଦମୟ, ତେଣୁ ସେଇଗୁଡାକ ମୁଁ ଏ ବହିରେ ସବୁ ଲେଖିଛି। ଆମର ଯୋଉ ଏଇ ଯୋଉ ମାଇ ଭିଲେଜ। ମାଇ, ଏଇଟା ହଉଛି ମାଇ ସେଲ୍ଫ ଆଣ୍ଡ ୱାର୍କ। ଏଇଟା ଆଜ୍ଞା ପ୍ରକୃତରେ ହେଇଛି, ପ୍ରଥମେ ମୁଁ ଲେଖିଲି 2000। ଏଇଟା ହଉଛି ମୋ ଜୀବନୀ। ଆଜ୍ଞା ଏ ଜୀବନୀ ମୋର ଜନ୍ମ, ତାପରେ ସବୁ ଆମ ସ୍କୁଲରେ ପଢିଲି, ସେଠି ଆମ ଗାଁ ସ୍କୁଲରେ ପଢିଲି, ତାପରେ କଣ କଣ୍ଟାବଣିଆ ହାଇସ୍କୁଲରେ ପଢିଲି, ତାପରେ ଆସିକି ରେଭେନ୍ସା କଲେଜ କଟକରେ ପାଠ ପଢିଲି, ତାପରେ ମେଡିକାଲ ପଢିଲି ରେଭେନ୍ସା କଲେଜରେ। ଏ ଯୋଉ ଯାତ୍ରା, ତାପରେ ଯୋଉ ଚାକିରି କଲି, ବିଭିନ୍ନ ଜାଗାରେ ଯୋଉ ଚାକିରି କଲି, ଆଉ ଶେଷରେ ଯୋଉ ଭୁବନେଶ୍ୱର ରିଟାୟାର୍ଡ ହେଲି। ଏଠି ଭୁବନେଶ୍ୱର ତ ବର୍ତ୍ତମାନ ଘର କରିକି ଆମେ ରହୁଛୁ, ପାତ୍ରପଡା ଭୁବନେଶ୍ୱରରେ ଆମେ ଘର କରିକି ସୁଖ ଶାନ୍ତି ଆନନ୍ଦ ରହୁଛୁ। ମୁଁ ରହୁଛି, ମୋ ସ୍ତ୍ରୀ ରହୁଛି, ଆଉ ଆମ ପିଲା 2 ଜଣ ତ ଯୋଉ ଚାକିରି ସେ ସବୁ କରିଛନ୍ତି। ବଡ ପୁଅ ଅଛି IIT ହାଇଦ୍ରାବାଦରେ ଆସେଟ ପ୍ରଫେସର ଅଛି ଇଲେକ୍ଟ୍ରିକାଲ ଆଜ୍ଞା। ଡିପାର୍ଟମେଣ୍ଟ। ତେବେ ଆପଣଙ୍କ ରୁଚି ଧର୍ମ କ୍ଷେତ୍ରକୁ ମଧ୍ୟ ନେଇକି ରହିଛି। ଆମେ ଶୁଣିଛୁ ଯେ ଆପଣ ଯୋଉ ଧର୍ମ କ୍ଷେତ୍ର, ମାନେ ଧର୍ମ ବିଷୟକୁ ନେଇକି ମଧ୍ୟ ଆପଣ ପୁସ୍ତକ ରଚନା କରିଛନ୍ତି। କାହିଁକି ଆପଣ ଧର୍ମ କ୍ଷେତ୍ରକୁ ନେଇକି ଆପଣ ରଚନା କରିବାକୁ ସ୍ଥିର କଲେ? ଧର୍ମ, ଆମେ ଦେଖିଲୁ ଏଇ ଯୋଉ ବର୍ତ୍ତମାନ ଯେତେ ସମସ୍ୟା, ସବୁର ସମାଧାନ ଗୋଟିଏ ହଉଛି ଧର୍ମ। ଭଗବାନ, ହଁ, ଯୋଉ ଆମେ କହୁଛୁ ଯୋଉ ସବୁ ବିଷୟ, ଯୋଉ ଏକତ୍ଵ ବୋଧ, ଯୋଉ ଭଗବାନ ଯେ ଆମକୁ ସୃଷ୍ଟି କରିଛନ୍ତି, ହଁ, ତାଙ୍କର ପିଲା ଛୁଆ ଆମେ ସମସ୍ତେ, ସବୁ ଗୋଟିଏ। ବିଜ୍ଞାନ ବି କହୁଛି ଏକରୁ ସମସ୍ତେ ସୃଷ୍ଟି, ମାନେ ନିର୍ଜୀବ ସଜୀବ, ଗଛ ଲତା, କୀଟ ପତଙ୍ଗ, ପଶୁ ପକ୍ଷୀ, ମଣିଷ, ସବୁ ଏକରୁ ସୃଷ୍ଟି, ସବୁ ଇଏ। ଆମେ ତ ସବୁ ସେଇ ଭାଇ ଭଉଣୀ, ଆଉ ପରମ ପିତା ଭଗବାନଙ୍କର ସନ୍ତାନ। ଆଉ ତେଣୁ ଆମେ ମାନେ ତାଙ୍କୁ ସମ୍ପର୍କ ସ୍ଥାପନ କଲେ, ସିଏ ତ ସବୁଦିନ ପାଇଁ ଭଗବାନ। ତେଣୁ ଆମର ଆଉ ଅଭାବ ରହିବନି। ଆଜ୍ଞା ପୂର୍ଣ୍ଣତା ଯୋଉ ଜୀବନରେ ମଣିଷ ଅପୂର୍ଣ୍ଣ, ତାର ସୀମିତ ଅଛି, ତାକୁ ମାନେ ବହୁତ ବିପଦ ଅଛି, ଭୟ ଅଛି। ତେଣୁ ଏଗୁଡାକର ସବୁର ସମାଧାନ ହଉଛନ୍ତି ଭଗବାନ। ମାନେ ଆଜ୍ଞା ଯେମିତି ଆମର, ଆମେ ଡାକ୍ତରୀ ହିସାବରେ ଆମେ କହୁଛୁ ବଡ ବଡ ରୋଗ, ଏଡସ କି କ୍ୟାନ୍ସର ଶେଷ ଅବସ୍ଥା କି ଯୋଉଥିରେ, ସେଇ ସମୟରେ ମଣିଷ କେମିତି ସାହାଯ୍ୟ? ଭଗବାନଙ୍କୁ ଡାକିଲେ ମାନେ ଏତେ ମନରେ ଚିନ୍ତା ଆସିବନି। ମନକୁ ଥଣ୍ଡା କରିବା ପାଇଁ ମାଧ୍ୟମ ହଉଛନ୍ତି ଭଗବାନ। ଆଜ୍ଞା ତେଣୁ ସେ ବଢିଆ, ମାନେ ଶାନ୍ତି ଆନନ୍ଦରେ ରହିବେ। ଆଜ୍ଞା ଠାକୁରଙ୍କୁ ଡାକିଦେଲେ ସବୁ ଏ ଷ୍ଟ୍ରେସ୍ ଚିନ୍ତା ସବୁ ଦୂର ହେଇଯିବ। ଆଜ୍ଞା ଭଲରେ ମାନେ ମଣିଷ ରହିବ, ଆଉ ଚିନ୍ତା ରହିବନି, ଅପୂର୍ଣ୍ଣତା ରହିବନି, ସବୁ ମାନେ ଏକତ୍ଵ ଆସିବ। ସମସ୍ତଙ୍କୁ ଭଲ ପାଇବାକୁ ଇଚ୍ଛା ହବ, କାହାର କ୍ଷତି କରିବାକୁ ଇଚ୍ଛା ହବନି। ତାପରେ ଆମେ ମାନେ ଏଇ ଯୋଉ କାହାର ଟଙ୍କା ଧନ ନେବାକୁ ଇଚ୍ଛା ହବନି। ଆମେ ତ ସବୁ ଗୋଟେ ଖାଇ ପିଇକି ସବୁ ଆଇଛନ୍ତି ଦୁନିଆରେ ସୁଖ ରହିବା, ଦିନେ ବି ମରିଯିବା, ତେଣୁ ଆନନ୍ଦ ରହିବା। ତେଣୁ ଏ ସମୟଟା ମାନେ କଣ, ଯେମିତି ଖରାପ କାମ କରିବାକୁ ଜମା ମନ। ସତ୍ୟ, ନ୍ୟାୟ, ଧର୍ମ, ଶାନ୍ତି, କ୍ଷମା, ଯୋଉ ଭଲ ଗୁଣ, ଠାକୁରଙ୍କୁ ଡାକିଲେ ଏ ସବୁ ଭଲ ଗୁଣ ଆସିବ। ଆଉ କେବେ ଅସୁବିଧାରେ ପଡିବନି, ଲୋକମାନେ ସମାଜରେ ଭଲ ପାଇବେ।
ଆମେ ବହୁତ ସୁଖ ଶାନ୍ତି ଆନନ୍ଦ ରହିବା, ଜୀବନ ସୁଖମୟ ହେବ, ପିଲା ଛୁଆ ଭଲ ରହିବେ, ଆମଠୁ ସମାଜ ସବୁ ଶିଖିବେ। ସମାଜ ବି ସେଇ ଗୋଟିଏ, ସମାଜ ବଡ, ଆମେ ଛୋଟ, କିନ୍ତୁ ଆମେ ସମାଜର ଯୋଉ ଦାନ ଆମେ ପାଇଛୁ ସୁଝି ପାରିବାନି, ତେଣୁ ସମାଜର କ୍ଷତି କରିବାନି। ଆମର ବ୍ୟକ୍ତିଗତ ସ୍ୱାଧୀନତା ସହିତ ଆମେ ସାମାଜିକ ଦାୟିତ୍ୱ ପୂରଣ କରିବା, ଆମ ଦ୍ୱାରା କାହାର କ୍ଷତି ନ ହଉ। ନିଶ୍ଚିତ ରୂପରେ ସାର୍ ଯେପରି ଭାବରେ କହିଲେ ଦର୍ଶକ ବନ୍ଧୁ ଆପଣ ମାନେ ଶୁଣୁଥିଲେ ଯେ ଆଧ୍ୟାତ୍ମିକତା ଏବଂ ଧାର୍ମିକତା ଯଦି ଆମ ଭିତରେ ଅଛି ବା ଆମେ ଯଦି ଈଶ୍ୱର ବିଶ୍ୱାସୀ ଅଛୁ ତାହେଲେ ଆମେ ଆମର ମାନସିକ ଦୁଶ୍ଚିନ୍ତା ରହିବନି, ଆମେ କଷ୍ଟ ପାଇବାନି, ଆମେ ଆମ ଜୀବନକୁ ଭଲରେ ବିତେଇ ପାରିବା। ଆଉ ସାର୍ ନିହାତି ଭାବେ ଜଣେ ଆଧ୍ୟାତ୍ମିକବାଦୀ ମଣିଷ, ଆଉ ସିଏ ସେଇ ତାଙ୍କ ପୁସ୍ତକ ମାଧ୍ୟମରେ ଏଇ ସମ୍ବନ୍ଧୀୟ ଅନେକ ଉପଦେଶ ଦେଇଛନ୍ତି। ସାର୍ ଆମେ ଶୁଣୁଛୁ ଯେ ଆପଣଙ୍କର ଆଗାମୀ ସେପ୍ଟେମ୍ବର 8 ତାରିଖ ଦିନ ବହି ଉନ୍ମୋଚନ ହବାକୁ ଯାଉଛି। ଏଇ ଧର୍ମ ସମ୍ବନ୍ଧୀୟ କିଛିଟା ବହି ଆପଣ ଲେଖିଛନ୍ତି, ପାର୍ଟ 1 ଏବଂ ପାର୍ଟ 2 ବୋଲି ଆପଣ କହୁଥିଲେ, ତ ସେ ସମ୍ବନ୍ଧରେ ଆପଣ ଦର୍ଶକ ବନ୍ଧୁଙ୍କୁ କଣ କହିବେ? ସେ ବହି ଦୁଇଟି ଯାହା ଉନ୍ମୋଚିତ ହବ, କଣ ତାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଉପଦେଶ କଣ ରହିଛି? ମାନେ ଯୋଉ ବହି ଦୁଇଟି ଏବେ ଲେଖିଛି, ଆଜ୍ଞା ସେଟା ହଉଛି ରିଲିଜିୟସ ଲାଇଫ, ଧାର୍ମିକ ଜୀବନ ପାର୍ଟ 1, ଆଉ ରିଲିଜିୟସ ଲାଇଫ ପାର୍ଟ 2, ଦିଟା ବହି ଲେଖିଛି ଏବେ ଆଜ୍ଞା ଧର୍ମ ଉପରେ। ମାନେ ମୁଁ ଯୋଉ ଶାନ୍ତି ଆନନ୍ଦ ପାଉଛି, ହଁ, ଆଉ ମୁଁ ସମସ୍ତେ ପାଉଛୁ, ସେଇଥିପାଇଁ ମୁଁ ଲେଖିଛି। ଆମ ଦର୍ଶକ ବନ୍ଧୁଙ୍କ ପାଇଁ, ମାନେ ଆମର ମାନେ ପଢିବେ, ସେମାନେ ସବୁ ପଢିବେ, ସୁପ୍ରଚାର ପାଇବେ। ସେ ବହିରେ ସବୁ ରହିଛି, ମାନେ ସବୁ ଧର୍ମ ବିଷୟରେ ରହିଛି। ଆମର ଯୋଉ ହିନ୍ଦୁ ଧର୍ମ, ହଁ, ମାନେ କଣ ସେ ଗୋଟେ ମାନେ ଜୀବନ ଧାରା, ୱେ ଅଫ ଲାଇଫ। ହଁ, ହିନ୍ଦୁ ଧର୍ମରେ ଆମର ହଉଛି ପୂଜା ହଉଛି ମୂଳ। ଆଜ୍ଞା ଆମର ମାନେ ଧାର୍ମିକ ଜୀବନ ହଉଛି ଯେ ଈଶ୍ୱରଙ୍କୁ ବିଶ୍ୱାସ ଆଉ ଈଶ୍ୱର ପୂଜା, ଈଶ୍ୱରଙ୍କୁ ପୂଜା ପ୍ରାର୍ଥନା, ଏଇ ସବୁ ସମ୍ପର୍କ ସ୍ଥାପନ, ଈଶ୍ୱରକୁ ଭଲ ପାଇବା, ଏଇ ସମ୍ପର୍କ ସ୍ଥାପନ ହଉଛି ଧାର୍ମିକ ଜୀବନ। ହଁ, ତେଣୁ ସଂସାରରେ ପ୍ରକୃତରେ ମାନେ ସିଏ ହିଁ ଆମର ନିଜର। ହଁ, ମଣିଷ ତ ଅପୂର୍ଣ୍ଣ, ମଣିଷ ତ୍ରୁଟି କରିବେ, ଭୁଲ ଭାଲ କରିବେ, କରିବେ, କିନ୍ତୁ ଭଗବାନ ତ ତ୍ରୁଟି ଶୂନ୍ୟ, ସେ ତ ମାନେ ସର୍ବଶକ୍ତିମାନ, ସବୁଠାରେ ଅଛନ୍ତି, ମାନେ ସବୁ ମାନେ ଜ୍ଞାନ ତ ସେଇଠୁ ସୃଷ୍ଟି, ସବୁ ସୃଷ୍ଟି। ତେଣୁ ତାଙ୍କ ସହିତ ସମ୍ପର୍କ କଲେ ଆମର ମାନେ ଏଇ ଯୋଉ କିଏ କଣ କହିଲେ ବି, ଆମକୁ କଣ ଦୁଃଖ ଦେଲେ ବି ଆମକୁ ସେଟା ବାଧିବନି। ଆମେ ଭାବିଲୁ ସେ ତ ଆମର ଭାଇ, ସେ ତ ଆମର ଭଉଣୀ, ସବୁ ଇଏ ଚିନ୍ତା କରି ଈଶ୍ୱର ସହିତ ଗୋଟେ ଆମେ ରହିଲୁ। ତେଣୁ ଏଇ ଯୋଉ ବହି ଯେ ଲେଖିଛି ଧାର୍ମିକ ଜୀବନ ଉପରେ, ସେଇଟା ଆମର ମାନେ ବହୁତ ସୁଖ ମିଳିବ, ଶାନ୍ତି ମିଳିବ, ଆନନ୍ଦ ମିଳିବ। ଦୁଃଖ ଜୀବନରେ ଲାଗିବନି, ବଡ ବଡ ଦୁଃଖ ଜୀବନରେ ଲାଗିବନି। ଇଭିନ ଆମର କିଏ ଯଦି ଘରେ ମରିଯାଆନ୍ତି, ସେଟା ଈଶ୍ୱରଙ୍କର ଇଚ୍ଛା। ନିଶ୍ଚିତ ଭାବେ ଆପଣ ଯୋଉ ଦୁଇଟି ବହି ମାନେ ଉନ୍ମୋଚିତ ହେବାକୁ ଯାଉଛି, ସବୁ ଶ୍ରେଣୀର ଦର୍ଶକ, ଯୋଉ ଯୁବ ପାଠକ ଅଛନ୍ତି ବା ଆମର ବରିଷ୍ଠ ପାଠକ ଅଛନ୍ତି, ସେମାନେ ସମସ୍ତଙ୍କ ପାଇଁ ବହୁତ ଉପଯୋଗୀ। ହଁ, ଆଜ୍ଞା ସେଟା ସବୁ ସମୟ ପାଇଁ ଉପଯୋଗୀ। ମଣିଷର ମାନେ ଭଗବାନଙ୍କୁ ଡାକିଲେ ଶକ୍ତି ଚାଲି ଆସିବ। ଆଜ୍ଞା ତେଣୁ ଆମର ପିଲା ଦିନରେ ଆମର ଜନ୍ମ ବେଳେ ଠାକୁର ପୂଜା ହଉଛି, ତାପରେ ମାନେ ପରବର୍ତ୍ତୀ ସମୟରେ ଓଷା ବାର ପୁନେଇ ପର୍ବ ଜୀବନ ସାରା ଲାଗି ରହୁଛି, ତାପରେ ବିବାହର ବେଳେ ଠାକୁର ପୂଜା, ତାପରେ ମାନେ ମଲା ବେଳକୁ ବି ଠାକୁର ପୂଜା, ସବୁ ଶ୍ରାଦ୍ଧ, ଏସବୁ। ତେଣୁ ଆମର ଯୋଉ ହିନ୍ଦୁ ଧର୍ମ ପୁରା ଈଶ୍ୱର ମାନେ ସହିତ ସମ୍ପର୍କ, ଜନ୍ମଠୁ ମରିବା ପର୍ଯ୍ୟନ୍ତ ସମ୍ପର୍କ ରହିଛି। ତେଣୁ ଆମର ଯୋଉ ମାନେ ଚିନ୍ତା ଇଏ ଅଭାବ ଆଉ ରହିବନି, ପୁରା ଏକଦମ ପରିପୂର୍ଣ୍ଣ ଜୀବନ ଲାଗିବ। ତାପରେ ଆମର ସବୁ ଯୋଉ ଠାକୁର ପୂଜା କରୁଛୁ, ଆମର ମାନେ ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା, ଶିବ କଣ ସଂହାର ମତ୍ସ୍ୟ କର୍ତ୍ତା ସଂହାର ଅଛନ୍ତି। କର୍ତ୍ତା, ଆଜ୍ଞା ତାପରେ ଆମେ ଶକ୍ତି ଭାବରେ ପୂଜା କରୁଛୁ ପାର୍ବତୀ କି, ଗଣେଶକୁ ପୂଜା କରୁଛୁ ବିଦ୍ୟା ପାଇଁ, ସରସ୍ୱତୀ ପୂଜା କରୁଛୁ ବିଦ୍ୟା ପାଇଁ। ସରସ୍ୱତୀ ପୂଜା, ଗଣେଶ ପୂଜା ତ ଆସିବ, ଏବେ ଅଳ୍ପ ଦିନ ଅଛି, 7 ଦିନ ଆସିବ। ଆମର ଚାରିଆଡେ ତ ସବୁ ପୂଜା ହବ। ସୁନ୍ଦର ମନ ଖୁସି, ପିଲା ଛୁଆଙ୍କ ମନ ଖୁସି, ନୂଆ ଜାମା ପ୍ୟାଣ୍ଟ ପିନ୍ଧିକି ସବୁ ଯିବେ। ତାପରେ ବହୁତ ବହୁତ ସୁନ୍ଦର ଆପଣ କହିଲେ, ଯେପରିକି ଆପଣ ମାନେ ପାଠକ ବନ୍ଧୁ ମାନେ ସାର୍ ଯୋଉ ବହି ରଚନା କରିଛନ୍ତି, ସେ ବହିଟି ଆପଣ ପଢିଲେ ଆପଣ ଧର୍ମ ଏବଂ ଆଧ୍ୟାତ୍ମିକ ବିଷୟରେ ଯାହା ବି କ୍ଲାରିଟି ଅଛି ଆପଣଙ୍କୁ ସବୁ ମିଳିପାରିବ। ଏବଂ ଯୋଉ ବିଭାଜନବାଦ ଅଛି ଆମ ସମାଜରେ, ତା ଆମେ କେମିତି ସମଦୃଷ୍ଟି ଭାବ ରଖି ଆମେ ସବୁ ଧର୍ମକୁ ସମ୍ମାନ ଦେଇ ଆମ ଧର୍ମକୁ ଆମେ ପାଳନ କରିପାରିବା, ସେଇ ବିଷୟରେ ମଧ୍ୟ ସାର୍ ରଚନା କରିଛନ୍ତି ତାଙ୍କ ପୁସ୍ତକରେ। ସାର୍ ଏଇ ଯୋଉ ବହି ଦୁଇଟି ଉନ୍ମୋଚିତ ହବ,
ସେଇ ଦୁଇଟିକୁ ଆମ ପାଠକ ବନ୍ଧୁମାନେ କିପରି ପାଇପାରିବେ? ସେ ସବୁ ବହି ଆମର ଧଉଳି ପବ୍ଲିକେସନ ଆଜ୍ଞା ଅଣ୍ଡର ସବୁ ସେଠି ମିଳିପାରିବ ତାଙ୍କ ପାଖରେ। ବହି 8 ତାରିଖ ପରେ ଆଜ୍ଞା ମିଳିବ, ସାର୍, ସେଇଦିନ ବି ମିଳିବ, ଯେତେ ସବୁ ଆସିଥିବେ ଲୋକମାନେ ବି ବହୁତ ନେବେ। ବହୁତ ଧନ୍ୟବାଦ। ଆପଣ ଶେଷ ବାର୍ତ୍ତା କଣ ଦେବାକୁ ଚାହିଁବେ ଯେ ଯୋଉ ଯୁବକ ମାନେ ବା ଯୋଉ ଯୁବପିଢି ମାନେ ସେମାନେ ସାହିତ୍ୟ ଜଗତରେ ନୂଆ ନୂଆ ପାଦ ରଖୁଛନ୍ତି ଏବଂ ବହି ଲେଖିବେ ବୋଲି ମନସ୍ଥ କରୁଛନ୍ତି, ତାଙ୍କୁ ଆପଣ କୋଉ ବାର୍ତ୍ତା ଦେବାକୁ ଚାହିଁବେ? ମାନେ ସମସ୍ତେ କିଛି ନା କିଛି ଲେଖିପାରିବେ, ଆଜ୍ଞା ଆମର ସେଇ ସବୁ ଶକ୍ତି ଭଗବାନ ଦେଇଛନ୍ତି। କିନ୍ତୁ ଇଚ୍ଛା, ଭଲ ପାଇବା, ହଁ, ଏଗୁଡାକ ସବୁ ରହିଲେ ସେ ସବୁ ଆମର ଯୋଉ ଅଛି ମାନେ ଏ, ଯୋଉ ଆମର ମନ, ମନରେ ଯୋଉ ଅଛି ସବୁ, ମାନେ 50% ମନ ଆମର, ହଁ, ମାନେ ସେ ସବୁ ଅଜଣା। ଆଜ୍ଞା ହଁ, ଆଉ ମାନେ 7 8 ହଉଛି କିଞ୍ଚିତ କିଞ୍ଚିତ ତା ଦେହରେ ସବୁ ଖବର ଆସେ। ସାର୍ କିନ୍ତୁ କ୍ଷମା କରିବେ, ଗୋଟେ କଥା କଥା ଇଣ୍ଟରନେଟ ଯୁଗ ଚାଲିଛି ବର୍ତ୍ତମାନ, ମୋବାଇଲ ପ୍ରିୟ ହେଇଯାଇଛନ୍ତି ଅନେକ, ବହି ପଢା ଅଭ୍ୟାସ କମିଯାଇଛି, ଲେଖା ଅଭ୍ୟାସ ମଧ୍ୟ କମିଯାଇଛି। ଆପଣ ଯୁବପିଢି ମାନଙ୍କୁ କହିବେ କି ବହି ଲେଖା ଏବଂ ବହି ପଢା ଅଭ୍ୟାସ କରନ୍ତୁ ସେମାନେ? ହଁ, ବହି ମାନେ ଆମେ କହୁ ବୁକ୍ ଇଜ ବେଷ୍ଟ ଫ୍ରେଣ୍ଡ। ଆଜ୍ଞା ସେଇଥିରେ କାହା ସାଙ୍ଗରେ ଝଗଡା ନାହିଁ, ଅଶାନ୍ତି ନାହିଁ, ନୀରବ, ନୀରବତା ହିଁ ଶାନ୍ତି। ସେ ଆଜ୍ଞା ନୀରବରେ ବହି ପଢିବାକୁ ଲାଗିବ। ତାପରେ ଯେତେବେଳେ ଚାହିଁଲେ ରିଫର କରିପାରିବା, ଦେଖିପାରିବା। ଆଉ ଇଣ୍ଟରନେଟ କି ଅନ୍ୟ ସବୁ ଯୋଉ ଆମର ସେଥିରେ ତ ଶୀଘ୍ର ପଳେଇ ଯାଉଛି ଚିତ୍ର। ଆମ ଇଚ୍ଛାରେ ସେ କାମ କରୁନି, ଆମ ମନ ଇଚ୍ଛା ପଢିପାରିବା, ଯେତେବେଳେ ଯାହା ପଢିପାରିବା। ତା ଦେହରେ ବି ବହୁତ ବିସ୍ତୃତ ଭାବରେ ବର୍ଣ୍ଣନା ଅଛି। ଆଜ୍ଞା ସାର୍, ବହୁତ ବହୁତ ଧନ୍ୟବାଦ ଆଜିର এই ସାକ୍ଷାତକାର ପାଇଁ। ତ ଦର୍ଶକ ବନ୍ଧୁ, ଇଏ ଥିଲେ ଆମ ସହିତ ଡକ୍ଟର କାଶୀନାଥ ନାୟକ, ଯିଏକି ଏକାଧାରରେ ଜଣେ ଚିକିତ୍ସକ ଏବଂ ଜଣେ ଲେଖକ ମଧ୍ୟ। ସେ ଅନେକ ବାର୍ତ୍ତା ଦେଲେ ଆମେ କିପରି ଏକ ଶାନ୍ତ, ସରଳ ଏବଂ ଆଧ୍ୟାତ୍ମିକ ଜୀବନ ବଞ୍ଚିପାରିବା ସେ ସମ୍ବନ୍ଧୀୟ ସେ ଅନେକ ପୁସ୍ତକ ମଧ୍ୟ ରଚନା କରିଛନ୍ତି, ଯାହା ଆସନ୍ତା ସେପ୍ଟେମ୍ବର 8 ତାରିଖରେ ଉନ୍ମୋଚିତ ହେବାକୁ ଯାଉଛି। ତେବେ ଆପଣ ମାନେ ଏଇ ପୁସ୍ତକ କିଣନ୍ତୁ, ପଢନ୍ତୁ ଏବଂ ସାରଙ୍କର ମାର୍ଗଦର୍ଶନକୁ ଆପଣ ନିଜ ଜୀବନରେ ଯଦି ଆପଣେଇବେ ତାହେଲେ ଅନେକ ଫଳ ପାଇପାରିବେ। ତେବେ ବହୁତ ବହୁତ ଧନ୍ୟବାଦ ସାର୍ ଆମର ଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆସିଥିବାରୁ। ତେବେ ଦର୍ଶକ ବନ୍ଧୁ ମାନେ ଆଜିର ଏ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆସନ୍ତା ଅଧ୍ୟାୟରେ ଆମ ସହିତ ରହିବେ ଆଉ ଜଣେ ନୂଆ ଅତିଥି। ନମସ୍କାର।